ନେହେରୁଜୀଙ୍କର ବୈଦେଶିକ ନୀତି ଗୋଷ୍ଠୀ ନିରପେକ୍ଷତା ପାଇଁ ଭାରତ ସମଗ୍ର ବିଶ୍ୱରେ ପ୍ରତିଷ୍ଠିତ ହେଲା ଏବଂ ଭାରତର ବନ୍ଧୁତା ସମଗ୍ର ବିଶ୍ୱରେ ସ୍ଥାପିତ ହୋଇଥିଲା। ସେହି ଭାରତବର୍ଷକୁ ଆଜି ମୋଦି ଅମିତ ଶାହାଙ୍କର ନୀତି ପାଇଁ ଆଜି ଭାରତବର୍ଷ ଏକଚାଟିଆ ହୋଇଛି, ଏକଘରିଆ କରିଦିଆଯାଇଛି। ତେଣୁ ନେହେରୁଙ୍କ ନିନ୍ଦା କରିକି ଏମାନେ ତାଙ୍କର ପଥରେ ଅନୁସରଣ ନ କରି ଭାରତର ମୂଲ୍ୟକୁ ପତନ କରିଛନ୍ତି। ଭାରତ ଆମେରିକା ଏବଂ ଅନେକ ରାଷ୍ଟ୍ର ସାମ୍ନାରେ ମୁଣ୍ଡ ଝୁକେଇ ଦେଉଛି, ଚାଇନା ସାମ୍ନାରେ ମୁଣ୍ଡ ଝୁକେଇ ଦେଉଛି। ଚାଇନା ଆମର ବୋର୍ଡରରେ ମାଡ଼ି ବସିଛି, ଅଥଚ ଆମେ ତ୍ରିରଙ୍ଗା ତଳେ ଆଜି ପତାକା ଉତ୍ତୋଳନ କଲାବେଳେ ଆମର ସୀମାର କଥା ଏବଂ ସୀମା ପାଇଁ ଯେଉଁ ତ୍ୟାଗୀ ପୁରୁଷମାନେ ତ୍ୟାଗ ବଳିଦାନ ଦେଇଛନ୍ତି, ଆମର ହଜାର ହଜାର ଲକ୍ଷ ଲକ୍ଷ ସୈନିକ ମାନଙ୍କର ସେବା ଏବଂ ସଂଘର୍ଷ ଦେଶର ପ୍ରୋଟେକ୍ସନ ପାଇଁ ଯେଉଁଟା ଅଛି ତାକୁ ମଧ୍ୟ ସମ୍ମାନିତ କରି ଆସୁଛନ୍ତି। ତେଣୁ ଏମାନେ ତ୍ରିରଙ୍ଗାର ମହତ୍ଵ ଜାଣନ୍ତି ନାହିଁ, ଯେହେତୁ ଏମାନେ ଦୁଇ ରଙ୍ଗ, ତାଙ୍କର ଦୁଇ ପ୍ରକାର ରଙ୍ଗ ଅଛି। ତ୍ରିରଙ୍ଗା ନୁହଁ, ତାଙ୍କର ପାଇଁ ତ୍ରିରଙ୍ଗା ପ୍ରେରଣା ଏବଂ ତ୍ରିରଙ୍ଗା ପଛରେ ଯେଉଁ ବଳିଦାନ ରହିଛି ତାହାକୁ ସେମାନେ କେବେ ବି ହୃଦୟଙ୍ଗମ କରିପାରିବେ ନାହିଁ। ତେଣୁ ଦେଶର ଯେତେ ଅନୁଷ୍ଠାନ ତିଆରି ହୋଇଛି, ସର୍ବୋଚ୍ଚ ନ୍ୟାୟାଳୟ, ପାର୍ଲାମେଣ୍ଟ, ବିଧାନସଭା ଗୃହ ହଉ, ରିଜର୍ଭ ବ୍ୟାଙ୍କ ହଉ, ନିର୍ବାଚନ କମିଶନ ହଉ, ଇଡି ହଉ କିମ୍ବା ସିବିଆଇ ହଉ, ଯେତେ ସଂସ୍ଥାକୁ ସେମାନେ ଆଜି ତାଙ୍କର ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରିକି ଆଜି ଆନୁଷ୍ଠାନିକ, ସାଂଗଠନିକ ଏବଂ ସଂଘବଦ୍ଧ ଏବଂ ସମ୍ବିଧାନର ବିରୋଧାଚରଣ କରିଛନ୍ତି। 1977ରେ ଅନେକ ରଙ୍ଗ, ଅନେକ ବର୍ଣ୍ଣ, ଅନେକ ଜାତି, ଅନେକ ଧର୍ମକୁ ନେଇ ଦେଶ ସ୍ୱାଧୀନତା ହେଇଥିଲା ଏବଂ ସମସ୍ତଙ୍କର ବଳିଦାନ ସ୍ମରଣୀୟ ହୋଇଛି, ତାକୁ ଭୁଲିଯିବା କଥା। ଆମେ ଆଜିର ଦିନକୁ ସ୍ମରଣ କରୁଛୁ ଆଉ ଓଡ଼ିଶାରେ ଶାସନର ମୂଲ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳ ହେଇଛି। ନା ନାରୀର ସମ୍ମାନ ଅଛି, ନା ଜାତିର ସମ୍ମାନ ଅଛି। ଗୋଟାଏ ପଦରେ ଦେଶରେ 8 ଭାଗ ପୁଞ୍ଜି 1% ଲୋକଙ୍କ ହାତରେ ଥିଲା ସମୟରେ ଆମ ରାଜ୍ୟରେ ସରକାର ସୁଭଦ୍ରା ଯୋଜନାରେ 27.40 ଦିନକୁ ମହିଳାମାନଙ୍କୁ ଦେଇକରି ଉତ୍ସବ ମନାଉଛନ୍ତି, ବିକାଶ ଦେଖାଉଛନ୍ତି। ଏ କଥାକୁ ଭୁଲିଯିବା କଥା ନୁହଁ। ସମସ୍ତ ପ୍ରକାର ସମ୍ମାନ ଏ ସରକାର ଭରି ସାରିଛି। ରାଜ୍ୟ ଏବଂ କେନ୍ଦ୍ର ସରକାର ଡବଲ ଇଞ୍ଜିନ ହେଲେ ଗାଡ଼ି ଦୌଡ଼ିବା କଥା, କିନ୍ତୁ ପଛେ ପଛେ ଯାଉଛି ଏବଂ ପ୍ରେସ୍ ମିଡ଼ିଆର ଯେଉଁ ସ୍ୱତନ୍ତ୍ରତା ଯେଉଁ ଥିଲା, ଭାରତବର୍ଷର 2025ରେ 151 ତଳକୁ ଖସି ଯାଇଥିଲା ଏବଂ ଆଜି 157 ତଳକୁ ଖସିଛି। ବର୍ଷରେ 6% ତଳକୁ ଖସିଛି। ଆଉ କେତେ ଖସିବ? ଦେଶର ଚତୁର୍ଥ ସ୍ତମ୍ଭ ହେଲା ମିଡ଼ିଆ। ତେଣୁ ଆଜି ଆମେ ସମସ୍ତେ ସ୍ୱାଧୀନତା ଏ ଦେଶକୁ ପୁନର୍ବାର ବ୍ୟକ୍ତି ଏବଂ ଅନୁଷ୍ଠାନ ସ୍ୱତନ୍ତ୍ରତା ଆବଶ୍ୟକତା ଅଛି। ସେଥିପାଇଁ ସଂଗ୍ରାମର ଦରକାର। ଆମେ ଓଡ଼ିଶାରେ କଂଗ୍ରେସ ପାର୍ଟି ସେହି ପ୍ରେରଣାରେ, ସ୍ୱାଧୀନତା ସଂଗ୍ରାମର ପ୍ରେରଣାରେ ଅନୁପ୍ରାଣିତ ହୋଇ ଆମ ନେତା ରାହୁଲ ଗାନ୍ଧୀ ଯେଉଁଭଳି ସଂଗ୍ରାମ କରୁଛନ୍ତି ବହୁମୁକ୍ତ ଭାରତବର୍ଷ କରିବା ପାଇଁ ଏବଂ ଛାତ୍ର ଯୁବକ ସମସ୍ତଙ୍କର ପ୍ରତିନିଧିତ୍ୱ କରି ସେ ଯେଉଁ ସିଂହ ଗର୍ଜନ କରୁଛନ୍ତି, ତାଙ୍କରି ସିଂହ ଗର୍ଜନ ଓଡ଼ିଶାରେ ଆରମ୍ଭ ଏବଂ ସିଂହ ଗର୍ଜନ ବିଭିନ୍ନ ଇସ୍ୟୁ ଉପରେ କରିବା ସାଙ୍ଗକୁ ଆମେ ରଚନାକୁ ମଧ୍ୟ ରାହୁଲ ଗାନ୍ଧୀଙ୍କର ସହାୟତାରେ ଆମେ ଓଡ଼ିଶାରେ ରିଲିଫ ବାଣ୍ଟିବା କାର୍ଯ୍ୟକ୍ରମ ମଧ୍ୟ ଆମେ ସୁରୁଖୁରୁରେ କରିପାରିଛୁ। ପ୍ରତ୍ୟେକ ସାହାଯ୍ୟ ଆମେ କହୁନା ବହୁତ କିଛି କରିଦେଲୁ, କିନ୍ତୁ ବିଗତ ସମୟରେ ଯେଉଁ ଜିଲ୍ଲାଗୁଡ଼ାକର ଅବସ୍ଥା ବହୁତ ଦୟନୀୟ ହେଉଛି, ସେଠି ଆମେ କିଛି ନା କିଛି ଲୋକଙ୍କ କାମରେ ଆସିପାରିଛୁ। ସେଇଟା ହେଉଛି ଆମର ସେବାର ମନୋଭାବକୁ ପୁନର୍ଜୀବିତ କରିଛି। ତେଣୁ କଂଗ୍ରେସ ସେବା ଓ ସଂଘର୍ଷକୁ ନେଇକି ସ୍ୱାଧୀନତା ସଂଗ୍ରାମରେ ତିଆରି ହୋଇଥିଲା, ତା ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ତିଆରି ହୋଇଥିଲା। ଆଜି ମଧ୍ୟ ଆମେ ସେହି ପଥରେ ପତିତ ହୋଇଛୁ। ଆମେ ସଂଘର୍ଷ ଏବଂ ରଚନା